ଜମି ପଞ୍ଜୀକରଣ କାର୍ଯ୍ୟାଳୟ ହେବ ଦଲାଲ ମୁକ୍ତ। ମନ୍ତ୍ରୀ ସୁରେଶ ପୂଜାରୀ। ଏଣିକି ଜମି କିଣା ବିକାରେ ଦଲାଲ ଆଉ ହସ୍ତକ୍ଷେପ କରିପାରିବେ ନାହିଁ। ଜମି ପଞ୍ଜୀକରଣ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ ହେବ। ଟଙ୍କା ନେଣ ଦେଣ ଠାରୁ ଆରମ୍ଭ କରି ଦଲିଲ ପର୍ଯ୍ୟନ୍ତ ସବୁକିଛି ଅନଲାଇନ୍ ମାଧ୍ୟମରେ ହେବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଶ୍ରୀ ପୂଜାରୀ କହିଛନ୍ତି ଯେ ଜମି ପଞ୍ଜୀକରଣ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବ। ଜମି କିଣାବିକା ବେଳେ କ୍ୟାସ୍ର କୌଣସି ବ୍ୟବହାର ନାହିଁ। କେବଳ ଅନଲାଇନ୍ ମାଧ୍ୟମରେ ଟଙ୍କା ଟ୍ରାଞ୍ଜାକ୍ସନ୍ କରାଯିବ। ପୂର୍ବରୁ 15,000 ଯାଏ କ୍ୟାସ୍ କାରବାର ହେଉଥିଲା। ଜମି ପଞ୍ଜୀକରଣରୁ ଦଲାଲଙ୍କୁ ଦୂରେଇ ରଖିବାକୁ ଓ ପଞ୍ଜୀକରଣ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ବ୍ୟକ୍ତି ଏହି ନିୟମକୁ ଉଲ୍ଲଂଘନ କରୁଥିବାର ଅଭିଯୋଗ ଆସେ ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଆଉ ବାରମ୍ବାର ରେଜିଷ୍ଟ୍ରେସନ ଅଫିସକୁ ଆସିବାକୁ ପଡ଼ିବ ନାହିଁ। କେବଳ ଜମି ମାଲିକଙ୍କୁ ଚିହ୍ନଟ ପାଇଁ ଯିବାକୁ ହେବ। ପଞ୍ଜୀକରଣ ପରେ ଦଲିଲ ମଧ୍ୟ ଅନଲାଇନରେ ପାଇପାରିବେ। ଏନେଇ ରାଜସ୍ୱ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର SOP ଜାରି ହେବା ସହିତ ରାଜସ୍ୱ ଅଧିକାରୀଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ।